ପ୍ରେଜ୍ ଦ ଲର୍ଡ। ସମସ୍ତ ଶ୍ରଦ୍ଧାଳୁଙ୍କୁ ୱାର୍ଡ ୱଚନ ଚ୍ୟାନେଲର ଅଭିନନ୍ଦନ। ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ, ଭିଡ଼ିଓ ଗୁଡ଼ିକ ଲାଇକ୍ କରନ୍ତୁ, ଭିଡ଼ିଓ ଗୁଡ଼ିକରେ ନିଜର ମତାମତ ଦେଇ କମେଣ୍ଟ କରନ୍ତୁ ଏବଂ ସେୟାର କରନ୍ତୁ। ତେବେ ଆଜି ଆମେ ଆଦି ପୁସ୍ତକର ପ୍ରଥମ ଅଧ୍ୟାୟର 14 ନମ୍ବର ପଦଟି ଆଲୋଚନା କରିବା। ତେବେ ସୂଚନା ଅଛି ଆଦି ପୁସ୍ତକ ଅଧ୍ୟାୟ 1 ପଦ ନମ୍ବର 14। ଏଥି ଉତ୍ତାରେ ପରମେଶ୍ୱର କହିଲେ, ରାତ୍ରିରୁ ଦିବସକୁ ପୃଥକ କରିବା ପାଇଁ ଆକାଶ ମଣ୍ଡଳରେ ଜ୍ୟୋତିର୍ଗଣ ଉତ୍ପନ୍ନ ହେଉନ୍ତୁ। ପୁଣି ସେସବୁ ଚିହ୍ନ ଓ ଋତୁ ଓ ଦିବସ ଆଉ ବର୍ଷର କାରଣ ହେଉନ୍ତୁ। ତେବେ ଏହାକୁ ବ୍ୟାଖ୍ୟା କରିବା। ଏଥି ଉତ୍ତାରେ ର ଅର୍ଥ, ଏହାପରେ ପରମେଶ୍ୱର ସଦାପ୍ରଭୁ କହିଲେ ବା ନିର୍ଦ୍ଦେଶ ଦେଲେ ରାତ୍ରିରୁ ଦିବସକୁ ପୃଥକ କରିବା ପାଇଁ, ଅର୍ଥାତ୍ ରାତିରୁ ଦିନକୁ ଅଲଗା କରିବା ପାଇଁ। ତେବେ ପୁଣି କଣ କହିଛନ୍ତି? ଆକାଶ ମଣ୍ଡଳରେ ଜ୍ୟୋତିର୍ଗଣ ଉତ୍ପନ୍ନ ହେଉନ୍ତୁ। ଏହାର ଅର୍ଥ, ଆକାଶରେ ତାରକାମାନେ ବା ତାରକା ଗଣ ବା ତାରକା ପୁଞ୍ଜ ଯାହାକୁ କହନ୍ତି, ସେଗୁଡ଼ିକ ଉତ୍ପନ୍ନ ହୁଅନ୍ତୁ ବା ସୃଷ୍ଟି ହୁଅନ୍ତୁ ବା ଜନ୍ମ ନିଅନ୍ତୁ। ପୁଣି ସେସବୁ ଚିହ୍ନ ଓ ଋତୁ ଓ ଦିବସ ଆଉ ବର୍ଷର କାରଣ ହେଉନ୍ତୁ। ତେବେ ଏଠାରେ ସୂଚନା ଅଛି, ସେସବୁ ଚିହ୍ନର ଅର୍ଥ ତାରକା ପୁଞ୍ଜ, ଦିଗ ସୂଚକ ଓ ତାରକା ଗଣ, ପୁଣି 6ଟି ଋତୁ ଓ ଏଠାରେ ଦିବସର ଅର୍ଥ ସ୍ୱତନ୍ତ୍ର ଦିନ ବା ସ୍ପେଶାଲ ଡେ ର ସୂଚକ ହୁଅନ୍ତୁ, ଆଉ ବର୍ଷର କାରଣ ହୁଅନ୍ତୁ, ଅର୍ଥାତ୍ ବର୍ଷ ବଦଳିବାର କାରଣ ତାହା ସୂଚନା ଦିଅନ୍ତୁ। ତେବେ ଏଠାରେ ବାକ୍ୟର ତ ବ୍ୟାଖ୍ୟା ସରିଗଲା, କିନ୍ତୁ ବାକ୍ୟର ବ୍ୟାଖ୍ୟା ପରେ ପ୍ରଶ୍ନ ଆସେ, ଆମେ ପୂର୍ବେ ଦୀପ୍ତି ବା ଜ୍ୟୋତି ସମ୍ପର୍କରେ ଆଲୋଚନା କରିଥିଲେ, ଯାହାକି ପୂର୍ବ ପଦମାନଙ୍କରେ ଅଛି। ତେବେ ପୁଣି 14ତମ ସ୍ତରରେ କେମିତି ଜ୍ୟୋତି ର ଆଭାସ ଆସିଲା ବା ଉପସ୍ଥିତି ଆସିଲା? ତେବେ ଗୋଟେ ଉଦାହରଣ ନେବା। ଗୋଟେ ସେଉ ଅଛି, କିନ୍ତୁ ପାଖରେ 5 ଜଣ ବନ୍ଧୁ ଅଛନ୍ତି। ତେବେ 5 ଜଣ ବନ୍ଧୁଙ୍କ ପାଇଁ ସେଉ ଖଣ୍ଡ ଖଣ୍ଡ କରି କଟାଗଲା। ତେବେ ଯଦି କେହି ପଚାରନ୍ତି, କଣ ଖାଉଛ? ବନ୍ଧୁଙ୍କ ଉତ୍ତର କଣ ଆସିବ? ସେଉ ଖଣ୍ଡ ବା ଆପଲ ପିସ୍ ଖାଉଛୁ। ତେବେ ଯେତେବେଳେ ଗୋଟିଏ ଥିଲା, ତାହାର ନାମ ସେଉ ରହିଲା, କିନ୍ତୁ ଯେତେବେଳେ ସେଉଟିକୁ ଭାଗ ଭାଗ କରିଦିଆଗଲା, ତାହାର ନାମ ସହିତ ଖଣ୍ଡ ଯୋଡ଼ି ଗଲା। କିନ୍ତୁ ସେଉ ଖଣ୍ଡ ଜଣେ ଯଦି କାଟେ, ସମସ୍ତଙ୍କ ଭାଗ ସମାନ ରହିବ କି ନାହିଁ? କାହା ପାଖରେ ଟିକେ ବଡ଼ ତ କାହା ପାଖରେ ସାମାନ୍ୟ ଛୋଟ ରହିବ। ଠିକ୍ ସେମିତି ଯେତେବେଳେ ପରମେଶ୍ୱର ତୃତୀୟ ସ୍ତରରେ ଦୀପ୍ତିର ସୃଷ୍ଟି କଲେ, ତାହା ତାରକା ନକ୍ଷତ୍ର ରୂପେ ଥିଲା। କିନ୍ତୁ ସେ 14ତମ ପଦରେ ଯେତେବେଳେ ତାରକାରୁ ତାରକା ପୁଞ୍ଜ ବା ଜ୍ୟୋତିପୁଞ୍ଜ ସୃଷ୍ଟି କରି ଅଛନ୍ତି, ତାହାର ନାମ ସେ ଜ୍ୟୋତିର୍ଗଣ ଦେଉଛନ୍ତି। ଯେମିତି ଉଦାହରଣରେ ସେଉ ଭାଗରେ ଛୋଟ ବଡ଼ ଥିଲା, ଠିକ୍ ସେମିତି ତାରକା ନକ୍ଷତ୍ର ମଧ୍ୟ ଛୋଟ ବଡ଼ ହୋଇ ରହିଥାଏ, ଯାହା ଆମେ ଜାଣିଛନ୍ତି।
ତେବେ ସେ ନକ୍ଷତ୍ରକୁ ତାରକା ପୁଞ୍ଜରେ ପରିବର୍ତ୍ତନ କରିବେ ବୋଲି ତୃତୀୟ ସ୍ତରରେ କଣ ପାଇଁ କହିନଥିଲେ ବୋଲି ପ୍ରଶ୍ନ ଆସେ। ତେବେ ତାହାର ଉତ୍ତର ସୂର୍ଯ୍ୟ ମଧ୍ୟ ନକ୍ଷତ୍ର ଅଟେ, ଯାହାକୁ ଆଗାମୀ ସ୍ତରରେ ବା ଆଗାମୀ ପଦରେ ପ୍ରଭୁଙ୍କ ବାକ୍ୟ ଦ୍ୱାରା ବ୍ୟାଖ୍ୟା କରି ଆଲୋଚନା କରି ଆମେ ସୂର୍ଯ୍ୟର ଉପସ୍ଥିତି କୁ ଆମେ କିପରି ଭାବରେ ଆଲୋକର ସୃଷ୍ଟି ବା ଜ୍ୟୋତିର ସୃଷ୍ଟି ପରମେଶ୍ୱରଙ୍କ ଦ୍ୱାରା ହୋଇଛି ତାହା ସୂଚନା ଦେବା। ତେଣୁ ଏଠାରେ କେବଳ ଜ୍ୟୋତିର୍ଗଣର କଥା ଉଲ୍ଲେଖ ଅଛି। ପୁଣି କଣ କୁହାଯାଇଅଛି, ତାରକା ପୁଞ୍ଜ ଚିହ୍ନ ଓ ଋତୁ ଓ ଦିବସ ଓ ବର୍ଷର କାରଣ ହୁଅନ୍ତୁ। ତେବେ ଚିହ୍ନ କେମିତି ହେବେ ନା ଧ୍ରୁବ ତାରା ଉତ୍ତର ଦିଗରେ ଆସେ ଓ 7 ଷ୍ଟାର ବା 7ଟି ତାରକା ପ୍ରଶ୍ନବାଚୀ ଚିହ୍ନ ସୃଷ୍ଟି କରି ଉତ୍ତର ଦିଗକୁ ବର୍ଷ ସାରା ସୂଚି ଦେଇଥାଏ। ତେବେ ପ୍ରଭୁଙ୍କ ଇଚ୍ଛା ଦ୍ୱାରା ତାରକା ଚିହ୍ନର ମଧ୍ୟ ବା ଦିଗର ମଧ୍ୟ ସୃଷ୍ଟି ବା ଦିଗ ନିରୂପଣ କରିପାରିଲା। ପୁଣି ପ୍ରଭୁ କହିଛନ୍ତି ତାରକା ଗଠନରେ ଋତୁ ମଧ୍ୟ ସୂଚନା ମିଳିପାରିବ ବା ଋତୁ ବଦଳିବାର ସୂଚନା ମିଳିପାରିବ। ତେବେ ଋତୁ ବଦଳିଲା କେମିତି ଜାଣିବା, ତାର ଉତ୍ତର ଚାଲନ୍ତୁ 6ଟି ଋତୁ ଭିତରୁ ଗ୍ରୀଷ୍ମ ଋତୁ କଥାକୁ ଆମେ ଉଦାହରଣ ନେବା। ତେବେ ତାରକା ଗୁଡ଼ିକ ଅଧିକ ଉଜ୍ଜଳ ଦେଖାଯାଆନ୍ତି। ଗ୍ରୀଷ୍ମ ଋତୁରେ ଆକାଶ ପରିଷ୍କାର ଥାଏ, ତେଣୁ ତାରକା ଗୁଡ଼ିକ ଅତି ଉଜ୍ଜଳ ଦେଖାଯାଆନ୍ତି। ତାହା ସହିତ ଆମେ ଯଦି ଦେଖିବା ଗ୍ରୀଷ୍ମ ଋତୁରେ ବେଗା ନାମକ ତାରା ଧ୍ରୁବ ତାରାର ପୂର୍ବ ଉପର ଭାଗ ଆକାଶ ଠାରୁ 70 ଡିଗ୍ରୀ ଦୂରରେ ଉଜ୍ଜଳ ହୁଏ। ପୁଣି ଡେନେମ୍ଫ ନାମକ ତାରା ସେ ପୂର୍ବ ଉପର ଭାଗରେ 45 ଡିଗ୍ରୀରେ ଥାଏ ଏବଂ ଏହା ଉଜ୍ଜଳ ଦେଖାଯାଏ। ପୁଣି ଆଲ୍ଟେୟାର 85 ଡିଗ୍ରୀରେ ପୂର୍ବ ଉପର ଭାଗରେ ଉଜ୍ଜଳ ଦେଖାଯାଏ। ପୁଣି ଆଣ୍ଟ୍ରେସ 110 ଡିଗ୍ରୀରେ ଦକ୍ଷିଣ ଭାଗରେ ଉଜ୍ଜଳ ଦେଖାଯାଏ। ତେବେ ଏସବୁ ତାରକାର ପ୍ରଭାବ ଋତୁ ବଦଳିଲା ପରେ ଆଉ ରହେ ନାହିଁ। ତେବେ ପରମେଶ୍ୱରଙ୍କ ନିର୍ଦ୍ଦେଶ ଅନୁସାରେ ଏହା ଋତୁ ସୂଚକ ହେଲା। ତେବେ ପୁଣି ଦିବସର ସୃଷ୍ଟି କିପରି ତାରକା ଦ୍ୱାରା ହୋଇପାରିଲା ତାହା ଜାଣିବା ପାଇଁ ପ୍ରଭୁ କଣ କରିଛନ୍ତି, ସେ 15 ଦିନରେ ଥରେ ଯେଉଁ ଅମାବାସ୍ୟା ଓ 15 ଦିନରେ ଥରେ ପୂର୍ଣ୍ଣିମା ଆସୁଅଛି, ତାହା ରାତ୍ରିର ତାରକା ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ। ପୁଣି ଯେମିତି ସଦାପ୍ରଭୁଙ୍କ ଜନ୍ମ ଦିବସ ଆମେ ଡିସେମ୍ବର 25ରେ ଦକ୍ଷିଣ ପୂର୍ବ ଦିଗରେ ସିରିୟସ୍ ନାମକ ତାରା ଅତି ଉଜ୍ଜଳ ଦେଖାଯାଏ। ତେବେ ଏଠାରେ ତାରକା ପୁଞ୍ଜ ଦିବସର ମଧ୍ୟ ସୂଚନା ଦେଲା। ପୁଣି ବର୍ଷର ସୂଚନା ତାରକା ପୁଞ୍ଜ କିପରି ଦେଉଛନ୍ତି ନା ଯେତେବେଳେ ଋତୁ ଗୁଡ଼ିକ ଦିବସ ଅନୁସାରେ ହିସାବ ହୋଇଯାଏ ଏବଂ ସିରିୟସ୍ ତାରକା ଉଜ୍ଜଳ ନଭେମ୍ବର ମାସ 15 ତାରିଖ ଠାରୁ ଦେଖାଯାଏ। ତେବେ ସେହି 15 ତାରିଖ ପରେ ଆଉ 46 ଦିନ ମଧ୍ୟରେ ବର୍ଷଟି ଶେଷ ହୁଏ, କାରଣ 15 ତାରିଖ ହୋଇଥାଏ ନଭେମ୍ବର 15, ଆଉ 15 ଦିନ ପରେ ଡିସେମ୍ବର ମାସ ଆସିଯାଏ। ତେବେ ଡିସେମ୍ବର ମାସ 31 ଦିନିଆ ହୋଇଥିବାରୁ 46 ଦିନ ଲାଗିଯାଏ। ସେହି ହିସାବରେ ସିରିୟସ୍ ତାରକା ପାଇଁ ବର୍ଷର ହିସାବ ମଧ୍ୟ ହୋଇଯାଏ। ତାହାପରେ ବି ଋତୁ 2 ମାସ, କାରଣ ବର୍ଷକୁ ଯଦି 12 ମାସ ହୁଏ 6ଟି ଋତୁକୁ ଗୋଟେ ଋତୁକୁ 2 ମାସ ହିସାବରେ ପଡିଥାଏ। ତେବେ
ଋତୁଗୁଡ଼ିକ ଅମାବାସ୍ୟା ଏବଂ ପୂର୍ଣ୍ଣିମାକୁ ନେଲେ ଶୀତ ଋତୁର ପ୍ରଥମ 31 ଦିନ ପରେ ବର୍ଷ ଶେଷ ହୁଏ। ତେବେ ଏଠାରେ ବର୍ଷ କିପରି ନିର୍ଦ୍ଧାରିତ ତାରକା ପୁଞ୍ଜ ଦ୍ୱାରା ହୁଏ ତାହା ପରମେଶ୍ୱର ସୂଚେଇ ଦେଇଛନ୍ତି। ତେବେ ଆଉ ଗୋଟେ ଅତି ଚମତ୍କାର ଘଟଣା, ଯେମିତି ପରମେଶ୍ୱର କହିଛନ୍ତି ଜ୍ୟୋତିର୍ଗଣ ସୃଷ୍ଟି ହୁଅନ୍ତୁ ଆଜି ଯାଏ ତାରକା ଗ୍ୟାସ୍ ଓ ନେବୁଲା ଗୁରୁତ୍ୱାକର୍ଷଣ ଶକ୍ତି ଦ୍ୱାରା ଏକାଠି ହୋଇ ଭିତରେ ନ୍ୟୁକ୍ଲିୟର ଫ୍ୟୁଜନ କରି ତାରକାମାନେ ସୃଷ୍ଟି ହେଇ ଚାଲିଛନ୍ତି, ଯାହା ଏବେ ବିଜ୍ଞାନ ଦ୍ୱାରା ପ୍ରମାଣିତ। ତେବେ ସବୁ ପ୍ରଶ୍ନର ଉତ୍ତର ପରେ ବି ପୁଣି କିଛି ଶ୍ରଦ୍ଧାଳୁ ମନକୁ ପ୍ରଶ୍ନ ଆସିଲା, ପ୍ରଭୁ ତ ପୂର୍ବେ ରାତି ଦିନ ଅଲଗା କରି ସନ୍ଧ୍ୟା ସକାଳ ସୃଷ୍ଟି କରିସାରିଥିଲେ, ତେବେ ପୁଣି 14ତମ ପଦରେ ରାତିରୁ ଦିନକୁ ଅଲଗା କରିବା ପାଇଁ ପୁଣି ତାରକା ଗଣଙ୍କ ଆବଶ୍ୟକତା କଣ? ତେବେ ଏହାର ଉତ୍ତର, ଯେତେବେଳେ ପରମେଶ୍ୱର ଜ୍ୟୋତି ସୃଷ୍ଟି କଲେ ବା ଆଲୋକ ସୃଷ୍ଟି କଲେ, ତାହା କେବଳ ଦିନ ସମୟରେ ଆଲୋକ ଦେଉଥିଲା। ଅର୍ଥାତ୍ ଯେମିତି ଆଗରୁ ଲ୍ୟାଣ୍ଡ ଫୋନ ଥିଲା, ସେ ସମୟରେ ହ୍ୱାଟ୍ସଆପ ନଥିଲା, ଖାଲି କଥା ହେବା ଯୋଗ୍ୟ ଥିଲା। ଠିକ ସେମିତି ରାତିରେ ନକ୍ଷତ୍ରର ଉପସ୍ଥିତି ଥାଇ ମଧ୍ୟ ବା ତାରକାର ଉପସ୍ଥିତି ଥାଇ ମଧ୍ୟ ଅନ୍ଧକାର ରହୁଥିଲା। ତେଣୁ ସଦାପ୍ରଭୁ ତାରକା ପୁଞ୍ଜକୁ ରାତିରେ ବି ବା ରାତ୍ରି ସମୟରେ ସକ୍ରିୟ ହେବାକୁ ନିର୍ଦ୍ଦେଶ ଦେଲେ ଏବଂ ଅନ୍ଧକାର ରାତ୍ରିରେ ସମସ୍ତ ପ୍ରକାର ସୂଚକ ସେ ସୃଷ୍ଟି କଲେ। ତେବେ ଏଠାରେ ଆଦି ପୁସ୍ତକର ପ୍ରଥମ ଅଧ୍ୟାୟର 14 ନମ୍ବର ପଦଟି ଶେଷ ହୋଇଯାଇଅଛି। ତେବେ ସମସ୍ତ ଶ୍ରଦ୍ଧାଳୁ ବୃନ୍ଦଙ୍କୁ ଧନ୍ୟବାଦ।